ମେଘମାଳରେ ଶୀଘ୍ର ଆସୁଥିବା ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଅତି ପବିତ୍ର ଓ ବହୁମୂଲ୍ୟ ନାମରେ ଆପଣ ସମସ୍ତଙ୍କୁ ଆଉ ଏକ ନୂତନ ପ୍ରସଙ୍ଗରେ ପୁନର୍ବାର ମୁଁ ସ୍ୱାଗତ କରେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆସନ୍ତୁ ଆଜି ମଧ୍ୟ ପ୍ରଭୁଙ୍କ ବାକ୍ୟରୁ ଆମେ ଆଉ ଏକ ପ୍ରସଙ୍ଗରେ ଅଳ୍ପ ସମୟ ଧରି କଥାବାର୍ତ୍ତା ହେବା। ଆଜି ଆମେ ଯେଉଁ ପ୍ରସଙ୍ଗରେ ପ୍ରଭୁଙ୍କ ବାକ୍ୟରୁ ଧ୍ୟାନ କରିବା, ସେହି ପ୍ରସଙ୍ଗର ଶୀର୍ଷକ ହେଲା ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇଥିବା ଚିହ୍ନ କଣ। ଆଜିର ପ୍ରସଙ୍ଗ ହେଲା ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇଥିବା ଜଣେ ବ୍ୟକ୍ତିର ଚିହ୍ନ ଗୁଡ଼ିକ କଣ ଅଟେ। ଏହି ପ୍ରସଙ୍ଗରେ ଆମେ ଅଳ୍ପ ସମୟ ପ୍ରଭୁଙ୍କ ବାକ୍ୟରୁ କଥାବାର୍ତ୍ତା ହେବା। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରଭୁ ଚାହାନ୍ତି ଆମେ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେବା, ପବିତ୍ର ଆତ୍ମାରେ ପୂର୍ଣ୍ଣ ଜୀବନ ଯାପନ କରିବା। ଏହା ପରମେଶ୍ୱରଙ୍କ ଇଚ୍ଛା। ପୃଥିବୀରେ ପ୍ରଥମ ବ୍ୟକ୍ତି ଯେ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେଲେ, ପବିତ୍ର ଆତ୍ମାରେ ପୂର୍ଣ୍ଣ ଜୀବନ ଯାପନ କଲେ, ସେ ହେଉଛନ୍ତି ଆମ୍ଭମାନଙ୍କର ଆଦର୍ଶ ପ୍ରଭୁ ଯୀଶୁଖ୍ରୀଷ୍ଟ। ଆଉ ସେ ଚାହାନ୍ତି ଆମେ ପବିତ୍ର ଆତ୍ମାରେ ପୂର୍ଣ୍ଣ ଜୀବନ ଯାପନ କରିବା। ସେଥିପାଇଁ ତାହାଙ୍କର ସେହି ପବିତ୍ର ଆତ୍ମାକୁ ଆମମାନଙ୍କ ମଧ୍ୟରେ ପେଣ୍ଟିକୋଷ୍ଟ ଦିବସରେ ପ୍ରେରଣ କଲେ। ଆମେ ଯେପରି ପବିତ୍ର ଆତ୍ମାରେ ପୂର୍ଣ୍ଣ ହେବା ଏବଂ ପବିତ୍ର ଆତ୍ମାରେ ପୂର୍ଣ୍ଣ ଜୀବନ ଯାପନ କରିବା, ଏହା ପ୍ରଭୁଙ୍କର ଇଚ୍ଛା। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆସନ୍ତୁ ଆଜି ଆମେ ବାକ୍ୟରୁ ଦେଖିବା ଯେ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇଥିବା ବ୍ୟକ୍ତିର ଚିହ୍ନ, ସ୍ୱଭାବ, ଗୁଣ ଗୁଡ଼ିକ କଣ ଅଟେ। ବାକ୍ୟରୁ ଆପଣମାନଙ୍କ ନିକଟରେ ମୁଁ 3ଟି ବିଷୟ ରଖିବା ପାଇଁ ଚାହେଁ, ଯଦ୍ୱାରା ଆମେ ଜାଣିପାରିବା ଯେ ଏହି ଭାଇ, ଏହି ଭଉଣୀ, ଏହି ମା, ଏହି ବାପା ସେ ପବିତ୍ର ଆତ୍ମାରେ ପୂର୍ଣ୍ଣ ଅଟନ୍ତି। ମୋ ସହିତ ଆପଣମାନେ ପ୍ରଥମ ବିଷୟ ଦେଖିପାରିବେ। ପ୍ରେରିତ ପୁସ୍ତକ 1 ଅଧ୍ୟାୟକୁ ଆସନ୍ତୁ। ପ୍ରେରିତ ପୁସ୍ତକ 1 ଅଧ୍ୟାୟ ତାର 8 ପଦରେ ପ୍ରଭୁ ଯୀଶୁଖ୍ରୀଷ୍ଟ କହୁଛନ୍ତି, କିନ୍ତୁ ପବିତ୍ର ଆତ୍ମା ତୁମ୍ଭମାନଙ୍କ ଉପରେ ଅବତୀର୍ଣ୍ଣ ହୁଅନ୍ତେ ତୁମ୍ଭେମାନେ ଶକ୍ତି ପ୍ରାପ୍ତ ହେବ, ଆଉ ଜେରୁସାଲେମ, ସମସ୍ତ ଜିହୁଦା ପ୍ରଦେଶ ଓ ସମୀରଣ, ପୁଣି ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁଦ୍ଧା ମୋହର ସାକ୍ଷୀ ହେବ। ପ୍ରିୟମାନେ, ଏହି ସ୍ଥାନରେ ଆମେ ଦେଖୁଛୁ ଯେ ପବିତ୍ର ଆତ୍ମା ଯେତେବେଳେ ଆମ୍ଭମାନଙ୍କ ମଧ୍ୟରେ ଅବତୀର୍ଣ୍ଣ ହେବେ, ପବିତ୍ର ଆତ୍ମା ଯେବେ ଆମ ଜୀବନରେ ଆସିବେ ବା ଆମେ ପବିତ୍ର ଆତ୍ମାରେ ଯେବେ ପୂର୍ଣ୍ଣ ହେବା, ସେହି ସମୟରେ ଆମେ କଣ ହେବା? ଶକ୍ତି ପାଇବା। ଅନେକଙ୍କର ମନୋଭାବ, ଅନେକ ଏହି ପ୍ରକାର ମଧ୍ୟ କୁହନ୍ତି ଯେ ଆଜିର ସଭାରେ ପବିତ୍ର ଆତ୍ମାଙ୍କର କାର୍ଯ୍ୟକୁ ଆମେ ଦେଖିବାକୁ ପାଇଲୁ। ଆଜିର ସଭାରେ, ଆଜିର ମିଟିଂରେ ଲୋକମାନେ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇଯାଇଥିଲେ। କେମିତି ଆପଣ ଜାଣିଲେ ବୋଲି ସେମାନେ କହିବେ ଯେ ନାଇଁ, ଲୋକ ବହୁତ ଡେଉଁଥିଲେ, ନାଚୁଥିଲେ, ଗଡ଼ୁଥିଲେ, ବଢି ଯାଉଥିଲେ। ଏହି ପ୍ରକାର କଥା ଅନେକ ଭାଇ ଭଉଣୀ ମାନେ ସେମାନେ କୁହନ୍ତି। ମାତ୍ର ବାଇବେଲ ଆମମାନଙ୍କୁ କହେ ଯେ ପବିତ୍ର ଆତ୍ମା ଯେବେ ଆମକୁ ସେ କଣ କରିବେ, ଆମ ଉପରେ ଆସିବେ, ଆମେ ଯେବେ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେବା, ତାହେଲେ ଆମେ କଣ ହେବା? ଆମେ ଶକ୍ତି ପାଇବା। କେମିତିକାର ଶକ୍ତି? ଶତ୍ରୁକୁ ପ୍ରେମ କରିବାର ଶକ୍ତି, ଶତ୍ରୁକୁ କ୍ଷମା ଦେବାର ଶକ୍ତି, ପ୍ରିୟମାନେ କ୍ଷତି ସହ୍ୟ କରିବାର ଶକ୍ତି। ଏହି ପ୍ରକାର ଶକ୍ତି ଆଜି ଅନେକ ବିଶ୍ୱାସୀ ଭାଇ ଭଉଣୀ ମାନଙ୍କ ଜୀବନରେ ନାହିଁ। କାହିଁକି? କାରଣ ସେମାନେ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେଇନାହାନ୍ତି। ପବିତ୍ର ଆତ୍ମା ଯେବେ ଜଣେ ବ୍ୟକ୍ତି ନିକଟକୁ ଆସନ୍ତି, ସେ କଣ କରନ୍ତି? ବଳ ଦିଅନ୍ତି। ଆମେ ଦୁର୍ବଳ ଅଟୁ, ଆମକୁ ସାହାଯ୍ୟ କରିବା ପାଇଁ ପରମେଶ୍ୱର ପବିତ୍ର ଆତ୍ମାକୁ ଦେଇଛନ୍ତି। ଆଉ ସେହି ପବିତ୍ର ଆତ୍ମା ଯେବେ ଆସିଲେ, ସେ ଆମକୁ କଣ କରିବେ? ଶକ୍ତି ଯୁକ୍ତ କରିବେ। ତାପରେ ତଳକୁ ଲେଖାଯାଏ ଯେ ତୁମେ କଣ ହେବ? ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ତୁମେ କଣ ହେବ? ସାକ୍ଷୀ ହେବ। ଖ୍ରୀଷ୍ଟିଆନ ଜୀବନ କେବଳ ସାକ୍ଷ୍ୟ ଦେବା ଜୀବନ ନୁହେଁ, ସାକ୍ଷୀ ହେବାର ଜୀବନ। ସାକ୍ଷ୍ୟ ଦେବା ଆଉ ସାକ୍ଷୀ ହେବା ମଧ୍ୟରେ ଭିନ୍ନତା ହେଲା, ସାକ୍ଷ୍ୟ କହିଲେ ଆମେ ମାଇକରେ ଠିଆ ହେଇ ବହୁତ ସୁନ୍ଦର ଭାବରେ ଅନେକ ଭାଇ ଭଉଣୀ ମାନେ ସାକ୍ଷ୍ୟ ଦିଅନ୍ତି, କିନ୍ତୁ ସେମାନେ ସାକ୍ଷୀ ହୋଇପାରନ୍ତି ନାହିଁ। ସାକ୍ଷୀ ହେବାର ଅର୍ଥ କଣ? ନିଜର ଜୀବନ, ସ୍ୱଭାବ, ଆଚରଣ, ନିଜର କାର୍ଯ୍ୟ ଦ୍ୱାରା ଆମେ ପ୍ରଭୁଙ୍କର କାର୍ଯ୍ୟକୁ ଆମେ କଣ କରିବା? ପ୍ରକାଶ କରିବା ଏବଂ ପ୍ରଭୁଙ୍କର ବୋଲି, ଯୀଶୁଙ୍କର ବୋଲି ଜଣାଯିବା। ଏହା ହେଉଛି ସାକ୍ଷୀ ହେବା। ପ୍ରିୟମାନେ, ପବିତ୍ର ଆତ୍ମା ଯେବେ ଲୋକମାନଙ୍କ ମଧ୍ୟରେ ଆସନ୍ତି, ଆଉ ଯେବେ ଜଣେ ବ୍ୟକ୍ତି ପବିତ୍ର ଆତ୍ମାରେ ପୂର୍ଣ୍ଣ ହୁଏ, ତାର ପ୍ରଥମ ଚିହ୍ନ ହେଲା ସେ ସମାଜରେ ସାକ୍ଷୀ ହେବ। ପ୍ରଥମରେ ସେ ଘରେ ସାକ୍ଷୀ ହେବ, ଦ୍ୱିତୀୟରେ ମଣ୍ଡଳୀରେ ସାକ୍ଷୀ ହେବ, ତୃତୀୟରେ ମଣ୍ଡଳୀ ବାହାରେ, ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସେ ସାକ୍ଷୀ ହେବ। ଜଣେ ଖ୍ରୀଷ୍ଟ ବିଶ୍ୱାସୀ ମଣ୍ଡଳୀ ବାହାରେ ସାକ୍ଷୀ ହେବା ବହୁତ ସହଜ, ମଣ୍ଡଳୀରେ ମଧ୍ୟ ସାକ୍ଷୀ ହେବା ସହଜ, କିନ୍ତୁ ଖ୍ରୀଷ୍ଟିଆନ ଜୀବନ
ବାହାରେ ବଞ୍ଚିବା ଜୀବନ ନୁହେଁ, ପ୍ରଥମରେ ଘରେ ସାକ୍ଷୀ ହେବା ଜୀବନ ଅଟେ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଆମେ ଯଦି ଘରେ ସାକ୍ଷୀ ହେବା, ମଣ୍ଡଳୀରେ ସାକ୍ଷୀ ହେବା ଏବଂ ବାହାରେ ମଧ୍ୟ ଆମେ ପ୍ରଭୁଙ୍କର ସାକ୍ଷୀ ଯଦି ଆମେ ହେବା, ତାହେଲେ ନିହାତି ଆମେ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେବାର ଆବଶ୍ୟକ ରହିଛି। ଦ୍ୱିତୀୟ ବିଷୟ ଆପଣମାନଙ୍କ ନିକଟରେ ମୁଁ ରଖିବା ପାଇଁ ଚାହେଁ, ଆପଣମାନେ ମୋ ସହିତ ପଢିବେ ଏଫେସୀୟ ପୁସ୍ତକ 5 ଅଧ୍ୟାୟ 18 ଲେଖାଗଲା, ଆଉ ଦ୍ରାକ୍ଷାରସରେ ମତ ନ ହୁଅ, ସେଥିରୁ ତ ଅତ୍ୟାଚାର ଜନ୍ମେ, ମାତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ଗୀତ। ପ୍ରିୟମାନେ, ଆତ୍ମାରେ ପୂର୍ଣ୍ଣ ହୋଇ ସେମାନେ କଣ କରନ୍ତି? ଗୀତ ଗାଆନ୍ତି। ଯେତେବେଳେ ପବିତ୍ର ଆତ୍ମା ଆମମାନଙ୍କ ମଧ୍ୟରେ ଆସନ୍ତି, ଜଣେ ବ୍ୟକ୍ତି ଯେବେ ଆତ୍ମାରେ ପୂର୍ଣ୍ଣ ହେଇଯାଏ, ତାର କଥାବାର୍ତ୍ତା ପରିବର୍ତ୍ତନ ହେଇଯାଏ। ସେ ମୁଖରେ ଅଭଦ୍ରାମୀର ଶବ୍ଦ ସେ କହେ ନାହିଁ, ନିଜ ଇଚ୍ଛାରେ ସେ କଥାବାର୍ତ୍ତା କରିପାରେ ନାହିଁ। ଯେତେ କ୍ରୋଧ ହେଲେ, ଯାହା ବି ହେଲେ ମଧ୍ୟ ସେ ମୁଖକୁ କଣ କରେ? ନିୟନ୍ତ୍ରଣ କରେ। କେମିତି ନିୟନ୍ତ୍ରଣ କରେ? ପବିତ୍ର ଆତ୍ମା ତା ମଧ୍ୟରେ ରୁହନ୍ତି। ସେ ଦୁଇ ଅକ୍ଷର ଭାଷାରେ, ଅଭଦ୍ରାମୀ ଭାଷାରେ ଲୋକଙ୍କୁ ଅଭିଶାପ ଦେବା, ଲୋକଙ୍କୁ ଯାହା ବାକ୍ୟ ଅନୁମୋଦିତ ନୁହେଁ ସେଇ ପ୍ରକାର କଥାବାର୍ତ୍ତା ଗୁଡିକ ସେ ବ୍ୟକ୍ତି କେବେ କହିପାରେ ନା। ଯଦି ଆପଣ ସେଇ ପ୍ରେରିତ ପୁସ୍ତକ 2 ଅଧ୍ୟାୟରେ ଦେଖିବେ, 2 ଅଧ୍ୟାୟ 4 ପଦରେ ଲେଖା ଯାଉଛି, ଆପଣମାନେ ମୋ ସହିତ ପଢିବେ, ସେଥିରେ ସମସ୍ତେ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହେଲେ, ପୁଣି ଆତ୍ମା ସେମାନଙ୍କୁ ଯେପରି କହିବାକୁ ଶକ୍ତି ଦେଲେ, ତଦନୁସାରେ ସେମାନେ ଅନ୍ୟାନ୍ୟ ଭାଷାରେ କଥା କହିବାକୁ ଲାଗିଲେ। ପ୍ରିୟମାନେ, ନିଜ ଇଚ୍ଛାରେ ଏମାନେ କଥା କହିପାରିଲେ ନାହିଁ। ଆତ୍ମାରେ ଯେତେବେଳେ ପୂର୍ଣ୍ଣ ହେଇଗଲେ, ଆତ୍ମା ସେମାନଙ୍କୁ ଯେପରି କହିବାକୁ ଶକ୍ତି ଦେଲେ, ତଦନୁସାରେ ସେମାନେ କଥାବାର୍ତ୍ତା କଲେ। ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇଥିବା ଜଣେ ବ୍ୟକ୍ତି କଣ କରେ? ମୁଖରୁ ଗାଳି ବାହାରେ ନାହିଁ, ଅଭିଶାପ ବାହାରେ ନାହିଁ, ମୁଖରୁ ଅଭଦ୍ରାମୀ ଶବ୍ଦ ବାହାରେ ନାହିଁ। ସେ କଣ କରେ? ଯେ ଗୀତ, ପ୍ରଭୁଙ୍କର ଗୌରବ ପ୍ରଶଂସାର କାରଣ ହେବ। ତାର ମୁଖ ସବୁବେଳେ ପ୍ରଭୁଙ୍କୁ ସନ୍ତୁଷ୍ଟ କରିବ, ପ୍ରଭୁଙ୍କର ଗୌରବ। ତୃତୀୟ ବିଷୟ ଆପଣମାନଙ୍କ ନିକଟରେ ମୁଁ ରଖିବା ପାଇଁ ଚାହେଁ, ଯେବେ ପବିତ୍ର ଆତ୍ମା ଆମମାନଙ୍କ ମଧ୍ୟରେ ଆସନ୍ତି, ଜଣେ ବ୍ୟକ୍ତି ଯେତେବେଳେ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେଇଯାଆନ୍ତି, ସେତେବେଳେ କଣ ହୁଏ? ଆପଣମାନେ ପଢିବେ ରୋମିଓ 5 ଅଧ୍ୟାୟ 5 ପଦ ଲେଖାଯାଏ, ଆଉ ଭରସା ଲଜା ଦିଏ ନାହିଁ, କାରଣ ଆମ୍ଭମାନଙ୍କୁ ପ୍ରଦତ୍ତ ପବିତ୍ର ଆତ୍ମାଙ୍କ ଦ୍ୱାରା ଆମ୍ଭମାନଙ୍କ ହୃଦୟରେ ଈଶ୍ୱରଙ୍କ ପ୍ରେମ ପରିବ୍ୟାପ୍ତ ହୋଇଅଛି। ପ୍ରଭୁଙ୍କର ଗୌରବ ହଉ। ଯେତେବେଳେ ଜଣେ ବ୍ୟକ୍ତି ପବିତ୍ର ଆତ୍ମାରେ ପୂର୍ଣ୍ଣ ହୁଅନ୍ତି, ସେ ପରମେଶ୍ୱରଙ୍କୁ ଅଧିକ ପ୍ରେମ କରନ୍ତି। ସବୁ ବିଷୟ ଠାରୁ ସେ ପରମେଶ୍ୱରଙ୍କୁ ଅଧିକ ପ୍ରେମ କରନ୍ତି। ଏହି ସ୍ଥାନ ଲେଖାଯାଏ, ପବିତ୍ର ଆତ୍ମା ଯେତେବେଳେ ଆମ୍ଭମାନଙ୍କୁ ମିଳିଛି ବା ଆମ୍ଭମାନଙ୍କ ମଧ୍ୟରେ ପବିତ୍ର ଆତ୍ମା ଆସନ୍ତି, ଆମେ ଆତ୍ମାରେ ପୂର୍ଣ୍ଣ ହେଇଯାଉ, ସେତେବେଳେ ପରମେଶ୍ୱରଙ୍କର ପ୍ରେମ ଆହୁରି କଣ ହୁଏ? ପରିବ୍ୟାପ୍ତ ହୁଏ, ଆହୁରି ବୃଦ୍ଧି ହୁଏ, ଆହୁରି ବଢେ। ସେ ବ୍ୟକ୍ତି ପରମେଶ୍ୱରଙ୍କୁ ଅଧିକ ପ୍ରେମ କରିବେ। ପ୍ରଭୁଙ୍କର ଗୌରବ ହଉ। ପ୍ରିୟମାନେ, ଯେତେବେଳେ ସେ ପରମେଶ୍ୱରଙ୍କୁ ପ୍ରେମ କରିବେ, ତାପରେ ଆମେ ଦେଖୁଛୁ ଯେ 2 କରନ୍ଥୀୟ 5 ଅଧ୍ୟାୟ 14 ପଦରେ, କାରଣ ଖ୍ରୀଷ୍ଟଙ୍କ ପ୍ରେମ ଆମ୍ଭମାନଙ୍କୁ ବର୍ଷରେ ରଖି ଚଳାଉଅଛି, ତେଣୁ ଆମ୍ଭେମାନେ ଏହି ବିଚାର କରିଅଛୁ ଯେ ଜଣେ ସମସ୍ତଙ୍କ ନିମନ୍ତେ ମୃତ୍ୟୁଭୋଗ କରିଥିବାରୁ ସମସ୍ତେ ମୃତ ହେଲେ। ଏହି ସ୍ଥାନରେ ଆମେ ଦେଖୁଛୁ ଯେ ଖ୍ରୀଷ୍ଟଙ୍କର ପ୍ରେମ ଆମକୁ କଣ କରୁଛି? ବର୍ଷରେ ରଖି ଚଳାଉଛି। ପବିତ୍ର ଆତ୍ମା ଯେତେବେଳେ ଆମମାନଙ୍କ ମଧ୍ୟରେ ଆସନ୍ତି, ଆମେ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେଉ, ତାପରେ ଆମେ ପରମେଶ୍ୱରଙ୍କୁ ପ୍ରେମ କରିବାକୁ ଲାଗୁ, ଅଧିକ ଆମେ ପ୍ରଭୁଙ୍କୁ ପ୍ରେମ କରୁ, ଆଉ ସେହି ପ୍ରେମ ଆମକୁ କଣ କରେ? ସବୁବେଳେ ଆମକୁ ନିୟନ୍ତ୍ରଣ କରେ। ଈଶ୍ୱରଙ୍କ ପ୍ରେମ ଆମକୁ ଚଲେଇ ନିଏ। ପ୍ରାର୍ଥନା ଯିବା ଆମକୁ ବୋଝ ପରି ନ ଲାଗେ, ଆମକୁ ବାଇବେଲ ପଢିବା ବୋଝ ପରି ଲାଗେ ନାହିଁ, ପ୍ରାର୍ଥନା କରିବା ବୋଝ ପରି ଲାଗେ ନାହିଁ, ଦାନ ଦେବା ପାଇଁ ଆମକୁ କଷ୍ଟ ଲାଗେ ନାହିଁ, ସହଭାଗିତାକୁ ଯିବାକୁ ଆମକୁ କଷ୍ଟ ଲାଗେ ନାହିଁ। କାହିଁକି? ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇଥିବା ବ୍ୟକ୍ତିର ଗୁଣ, କିଏ ଡାକିଲେ ବୋଲି କାହାକୁ ସନ୍ତୁଷ୍ଟ କରିବା ପାଇଁ ସେ ଉପାସନାକୁ ଯାଏ ନାହିଁ, ସେ ପ୍ରଭୁଙ୍କୁ ପ୍ରେମ କରୁଛି, ସେଥିପାଇଁ ସେ ଉପାସନାକୁ ଯାଏ। ପ୍ରଭୁଙ୍କର ପ୍ରେମକୁ ସେ ବୁଝିଛି, ପବିତ୍ର ଆତ୍ମାରେ ପୂର୍ଣ୍ଣ ହେଇଛି, ସତ୍ୟତା କଣ ସେ ଜାଣିଛି, ସେଥିପାଇଁ ସେ ମଣ୍ଡଳୀ ସହଭାଗିତାକୁ ଯାଏ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଜଣେ ବ୍ୟକ୍ତି ପବିତ୍ର ଆତ୍ମାରେ ପୂର୍ଣ୍ଣ ହେଇଛନ୍ତି ବୋଲି ଆମେ କେମିତି ଜାଣିବା?
ସେ ସାକ୍ଷୀ ହେବେ। କେମିତି ସାକ୍ଷୀ ହେବେ? କଥାରେ ନୁହେଁ, ଆଚାର ବ୍ୟବହାର କାର୍ଯ୍ୟ ସ୍ୱଭାବ ଦ୍ୱାରା ସେ ପ୍ରଭୁଙ୍କର ସାକ୍ଷୀ ହେବେ। ଦ୍ୱିତୀୟ ବିଷୟ ଯେ ତାହାଙ୍କର ଭାଷା ପରିବର୍ତ୍ତନ ହେବ, ତାଙ୍କର କଥା ସବୁ ପବିତ୍ର ହେବ, ଲୋକମାନଙ୍କୁ ସନ୍ତୁଷ୍ଟ କରିବ, ଲୋକମାନଙ୍କର ଆନନ୍ଦ ଉଲ୍ଲାସର କାରଣ ହେବ। ତୃତୀୟରେ ଆମେ ଦେଖୁଛୁ ସେ ବ୍ୟକ୍ତି ପରମେଶ୍ୱରଙ୍କୁ ଅଧିକ ପ୍ରେମ କରିବେ। ପ୍ରଭୁ ଏହି ବାକ୍ୟ ଦେଇ ଆମ ସମସ୍ତଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ପ୍ରଭୁଙ୍କୁ ଧନ୍ୟବାଦ ଦେବା। ସ୍ୱର୍ଗୀୟ ପିତା, ମୁଁ ତୁମକୁ ଧନ୍ୟବାଦ ଦିଏ এই ସୁନ୍ଦର ସମୟ ପାଇଁ। ତୁମ ନାମର ଗୌରବ, ତୁମ ବାକ୍ୟ ଦେଇ କଥା ହେଲ ପ୍ରଭୁ, ଧନ୍ୟବାଦ। ଆମେ ଆତ୍ମାରେ ପୂର୍ଣ୍ଣ ହେଇ ପ୍ରଭୁ ତୁମର ସାକ୍ଷୀ ହେବା ପାଇଁ ସାହାଯ୍ୟ କର ପିତା। ଆମର ଆଚାର ବ୍ୟବହାର, ଆମର ସ୍ୱଭାବ ପ୍ରଭୁ ତୁମରି ଗୌରବ ପ୍ରଶଂସାର କାରଣ ହେଉ। ଆମର କାର୍ଯ୍ୟ ଦ୍ୱାରା, ଆମର ଜୀବନଶୈଳୀ ଦ୍ୱାରା ଆମେ ତୁମର ପୁତ୍ର ବୋଲି ଜଣାଯିବୁ ପିତା, ସାହାଯ୍ୟ କର। ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଛି, ଆମେନ୍ ଆମେନ୍। ପୁନର୍ବାର ସମସ୍ତଙ୍କୁ ନମସ୍କାର, ପ୍ରେଜ ଦ ଲର୍ଡ। ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ।